ସବୁଠାରେ ଚୁପ୍ ରହିବା ବୁଦ୍ଧିମତା ନୁହେଁ। ଚାଣକ୍ୟ କହିଥିଲେ, କେତେକ ସମୟରେ ଯଦି ଆପଣ ଚୁପ୍ ରହିବେ, ଆପଣ ନିଜେ ହାରିଯିବେ। ଆମେ ସବୁବେଳେ ଶୁଣୁ, ଶାନ୍ତ ରହୁ, ଚୁପ୍ ରହୁ, କିନ୍ତୁ ପ୍ରତ୍ୟେକ ସମୟରେ ଚୁପ୍ ରହିବା ଠିକ୍ ନୁହେଁ। ଚାଣକ୍ୟ ନୀତି କହେ, ଯେଉଁଠାରେ କଥା କହିବା ଦରକାର ସେଠାରେ ନୀରବତା ଦୁର୍ବଳତା ହୁଏ। ଯେତେବେଳେ କେହି ସମ୍ମୁଖରେ ଆପଣଙ୍କୁ ଅପମାନ କରେ ଆଉ ଆପଣ ଭାବନ୍ତି ଚୁପ୍ ରହିଲେ ସମସ୍ୟା ସମାପ୍ତ ହୋଇଯିବ, କିନ୍ତୁ ତାହା ନୁହେଁ। ସତ୍ୟ ହେଉଛି ସମସ୍ୟା ସମାପ୍ତ ହୁଏନି, ବରଂ ଆହୁରି ବଢ଼ିଯାଏ। ଲୋକେ ଆପଣଙ୍କ ନୀରବତାକୁ ସମ୍ମାନ ଭାବେ ନୁହେଁ, ଦୁର୍ବଳତା ଭାବେ ଦେଖନ୍ତି। ଥରେ ଯଦି ଆପଣ ଚୁପ୍ ରହିଯାଉଛନ୍ତି, ପରେ ସେଇ ଲୋକ ବାରମ୍ବାର ସେଇ କାମ କରିବ। ତେଣୁ ଚିତ୍କାର ନୁହେଁ, କିନ୍ତୁ ସ୍ପଷ୍ଟ ଭାବେ କହିବା ଶିଖନ୍ତୁ। ଦ୍ୱିତୀୟରେ, ଜୀବନରେ ବେଳେବେଳେ ଏମିତି ଅବସର ଆସେ ଯାହା ଆପଣଙ୍କ ଜୀବନ ପରିବର୍ତ୍ତନ କରିପାରେ, କିନ୍ତୁ ଭୟ, ଆତ୍ମବିଶ୍ୱାସର ଅଭାବ ଆମକୁ ଚୁପ୍ ରଖିଦିଏ। ଆପଣ ଭାବନ୍ତି ପରେ କହିବି, କିନ୍ତୁ ସେ ପରେ କେବେ ଆସେନି। ଗୋଟେ ଛୋଟ ଡିସିସନ୍ ଆପଣଙ୍କ ଜୀବନକୁ ବହୁତ ବଡ଼ ଆକାରରେ ପରିବର୍ତ୍ତନ କରିପାରେ। ଚାଣକ୍ୟ କହିଥିଲେ, ସମୟ ଯଦି ଚାଲିଯାଏ ଅବସର ଫେରେ ନାହିଁ। ତୃତୀୟରେ, ବେଳେବେଳେ ଆପଣ ଠିକ୍ ଥାନ୍ତି, କିନ୍ତୁ ଲୋକଙ୍କ ଭୟରେ ସମ୍ପର୍କ ଭାଙ୍ଗିଯିବ ଭାବି ଆପଣ ଚୁପ୍ ରହିଯାଆନ୍ତି। ବାହାରୁ ଶାନ୍ତ ଲାଗେ, କିନ୍ତୁ ଭିତରେ ଆପଣ ଭାଙ୍ଗୁଥାନ୍ତି। ଏହା ଅନ୍ୟମାନଙ୍କୁ ନୁହେଁ, ଆପଣଙ୍କୁ ହରାଏ। ସତ୍ୟ କହିବାର ସାହସ ସବୁଠାରୁ ବଡ଼ ଶକ୍ତି। ଚାଣକ୍ୟଙ୍କ ଅନୁସାରେ, ଯେଉଁଠାରେ ଶବ୍ଦ ଦରକାର ସେଠାରେ ନୀରବତା ଦୁର୍ବଳତା ପ୍ରମାଣିତ ହୁଏ। ସବୁଠାରେ ଚୁପ୍ ରୁହନ୍ତୁ ନାହିଁ। ଠିକ୍ ସମୟରେ ଠିକ୍ କଥା ଆପଣଙ୍କୁ ହାରିବାରୁ ଜିତିବା ଆଡ଼କୁ ନେଇଯାଏ। ଧନ୍ୟବାଦ।